ଭାବରେ ମୁଁ କହିବି ଯେ ଭାରତୀୟ ସିନେମାରେ ଗୋଟେ ଯୁଗର ଅବସ୍ଥାନ ଘଟିଲା ଏବଂ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଠାରୁ ଆରମ୍ଭ କରି ରଙ୍ଗୀନ ଚଳଚ୍ଚିତ୍ର ବେତାଜ ବାଦଶାହ ଥିଲେ ଏବଂ ପ୍ରତ୍ୟେକ ପ୍ରକାରର ସିନେମାରେ ସେ ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଭାରତୀୟ ଦର୍ଶକ ମାନଙ୍କର ହୃଦୟକୁ ଜିତିଛନ୍ତି। ସେ ଆକ୍ସନ ସିନେମା ହଉ, କମେଡି ହଉ, ଇମୋସନ ହଉ, ପ୍ରତ୍ୟେକଟି ଚରିତ୍ରକୁ ସେ ଅତି ଚମତ୍କାର ଭାବରେ କରନ୍ତି ଏବଂ ତା ସହିତ ଜଣେ ସେ ବହୁତ ଭଲ ସହୃଦୟ ଥିଲେ ଯେଉଁମାନେ ସମସ୍ତଙ୍କୁ ଭଲ ପାଉଥିଲେ। ନିଶ୍ଚିତ ଭାବରେ ତାଙ୍କର ବିୟୋଗରେ ନିଶ୍ଚିତ ଭାବରେ ସାରା ଭାରତ ବର୍ଷର ଉଜ୍ଜଳ ତାରାକୁ ଆମେ ହରେଇଲେ। ଆଜି ତାଙ୍କ ବିୟୋଗରେ ମୁଁ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ସାର୍ ଦୀର୍ଘ ଦିନର ଅଭିନୟ କ୍ୟାରିୟର ସାର୍ଙ୍କର ଥିଲା। ଆପଣ ସାର୍ ବି ଦେଖିଥିବେ ତାଙ୍କର ଅନେକ ଗୁଡ଼ିଏ ଫିଲ୍ମ। ତାଙ୍କ ଫିଲ୍ମ ଭାରତୀୟ ସିନେମାକୁ କିଭଳି ଅବଦାନ ଥିଲା ତା ଉପରେ ଟିକେ କହିବେ? ନିଶ୍ଚିତ ଭାବେ ମୁଁ କହିବି ତ ବହୁତ ବହୁତ ବଡ ଅବଦାନ ଗୋଟେ ଥିଲା, କାରଣ ଏତେ ସମୟ ଧରି ସିନେମାରେ ଅଭିନୟ କରିବା ଏ ଗୋଟେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଅନେକ ବର୍ଷ ଧରି ପଞ୍ଜାବର ଏକ ସାଧାରଣ ପରିବାରରୁ ଆସି କୌଣସି ବିନା ବ୍ୟାକଗ୍ରାଉଣ୍ଡରେ ବମ୍ବେରେ ଏତେ ବର୍ଷ ଧରି ଯୋଉଭଳି ଭାବରେ ସେ ତାଙ୍କର ପରିଚୟ ସୃଷ୍ଟି କରିଥିଲେ ଯେତେ ପ୍ରଶଂସା କଲେ ମଧ୍ୟ କମ ହବ। ଏବଂ ଗୋଟେ ଅଲରାଉଣ୍ଡର ଆକ୍ଟର ହିସାବରେ ବିଭିନ୍ନ ପ୍ରକାର ଶୋଲେରେ ଆକ୍ସନ ହିରୋ ହିସାବରେ କୁହନ୍ତୁ ବା ଚୁପକେ ଚୁପକେରେ ଜଣେ ହାସ୍ୟ କଳାକାର ଭାବରେ ଜଣେ କମେଡି କୁ ଦର୍ଶାଉଥିବା କଥା କୁହନ୍ତୁ କିମ୍ବା ଆପଣ ଅନ୍ୟାନ୍ୟ ଯୋଉ ସବୁ ବଡ ବଡ ସବୁ ସିନେମା ଅଛି ତାଙ୍କର ଅଭିନୟ କୁହନ୍ତୁ, ପ୍ରତ୍ୟେକଟି ଚରିତ୍ରକୁ ସେ ଅତି ନିଖୁଣ ଭାବରେ ଅଭିନୟ କରୁଥିଲେ ଏବଂ ନିଶ୍ଚିତ ଭାବରେ ତାଙ୍କର ଇଏ ଦେହାନ୍ତ ସମଗ୍ର ଭାରତୀୟ ସିନେମା ଜଗତରେ ଗୋଟେ ବିରାଟ ବଡ ଶୂନ୍ୟସ୍ଥାନ ଘଟିଛି ଏବଂ ମୁଁ କହିପାରିବି ଯେ ଏଇ ଶତାବ୍ଦୀର ଗୋଟେ ୱାନ୍ ଅଫ୍ ଦ ବିଗେଷ୍ଟ ଷ୍ଟାରକୁ ଆମେ ଝରେଇଲେ। ସାର୍ ସମସ୍ତେ ଏବେ ନ୍ୟାସନାଲ ମିଡିଆରେ ବି ନେଉଛନ୍ତି ତାଙ୍କ କ୍ୟାରିୟର ମଧ୍ୟରେ ସେ ଏତେ ବଡ ଅଭିନେତା ହେଇଥିଲେ ମଧ୍ୟ ତାଙ୍କର ସେମିତି କିଛି ମନରେ ନଥିଲା। ସେ ଅନେକ ଗୁଡ଼ିଏ କଳାକାରଙ୍କୁ ମଧ୍ୟ ତିଆରି କରିଛନ୍ତି, ସୁଯୋଗ ଦେଇଛନ୍ତି। ଏ ବିଷୟରେ କଣ କହିବେ ସାର୍? ନିଶ୍ଚୟ ଭାବରେ ସେ ଅନେକ ଜଣ ନୂଆ କଳାକାରଙ୍କୁ ସୁଯୋଗ ଦେଇଛନ୍ତି ଏବଂ ଅନେକ ଜଣ ମୁଁ କହିବି ଅନେକ ପ୍ରଡ୍ୟୁସର ଏବଂ ଡିରେକ୍ଟରଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଆପଣମାନେ ଦେଖିବେ ଯେ ଅନେକ ସେ ନୂଆ ଡିରେକ୍ଟର ପ୍ରଡ୍ୟୁସରଙ୍କ ପାଖରେ ମଧ୍ୟ ସେ କାମ କରିଛନ୍ତି ଏବଂ ମୁଁ ସେ କଥା କହିଲି ଯେ ବହୁତ ବଡ ହୃଦୟର ମଣିଷ ଥିଲେ। ସେଇ ହିସାବରେ ଜଣେ ଭଲ କଳାକାର ଏବଂ ଭଲ ମଣିଷ ଭାବରେ ତାଙ୍କୁ ସଦାସର୍ବଦା ଆମେ ମନେ ରଖିବା। ଧନ୍ୟବାଦ। ଆଜ୍ଞା। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।